ବାପା ଜ୍ଞାନ ମୋର ଭକ୍ତି ଭରା ଭୂମିଷ୍ଠ ପ୍ରଣାମ ବାପା। ଆୟୁଷ୍ମାନ ଭବ, ଦୀର୍ଘାୟୁ ଭବ, ଉଥୁଲ ମା ଭଗବାନ ତୋର ମଙ୍ଗଳ କରନ୍ତୁ। ମାଲୋ ଆରେ ଅନେକ ସମୟ ହେଲା ମୁଁ ଏଠି ଆସି ଅପେକ୍ଷା କରିଛି। ବାପା ଆରେ ଏପର୍ଯ୍ୟନ୍ତ ତୁ କୁଆଡ଼େ ଯାଇଥିଲୁ? ମୁଁ ସଖୀ ସହିତରେ ଖେଳିବା ପାଇଁ ଯାଇଥିଲି ବାପା ସେ ଉପବନକୁ। ହଉ ଆରେ ଭଲ କରିଛୁ। এই ସମୟରେ ତୁ ଖେଳିବୁ ତ ଆଉ ଖେଳିବ କିଏ? ବାପା କିନ୍ତୁ ହଁ ବାପା। ତୋ ଏ ବାପା କଥା ମଧ୍ୟ ତୋର ନିଶ୍ଚୟ ଧ୍ୟାନ ରହିବା କଥା। ବାପା ଆସୁ ଆସୁ ସମୟଟା ହେଇଗଲା ବୋଲି ତମେ ଏମିତି କଥା କହୁଛ ବାପା। ହେ ମା ଆରେ ତୁ ତ ଜାଣିଛୁ ବାପା ତୁ ସମର ଏକମାତ୍ର ଅଳିଅଳ କନ୍ୟା। ହଁ ବାପା। ଆଉ ତୋତେ ଦଣ୍ଡିନ ଦେଖିଲେ ମତେ ଚତୁର୍ଦିଗ କେମିତି ଅନ୍ଧକାର ଦେଖାଯାଏ। ହେଲେ ବାପା ଏନେ ତ ଆସି ଯାଇଛି ନା, ହେଲେ ଛାଡ଼ ସେଇ କଥା। ବାପା ମାଲୋ ମୁଁ ଗୋଟିଏ କଥା କହିବି ବୋଲି ଭାବିଛି। ଗୋଟାଏ କଥା କହିବୁ? ହଁ ଆରେ ଏଇ ଛୁଟି ତୁ ସଖୀମାନଙ୍କ ସହିତ ଖେଳାବୁଳା କରି ମୋ ପାଖକୁ ଚାଲି ଆସିଛୁ, ହଁ ବାପା। ପୁଣି କହୁଛୁ ଗୋଟାଏ କଥା କହିବି। ହଁ ଆରେ ମା ହଁ ବାପା। ଆରେ କହ କୋଉ କଥା କହିବାକୁ ଚାହୁଁଛୁ ଶୀଘ୍ର ପ୍ରକାଶ କର। ବାପା বেড়ি লাজুছে বাপানি বলু করে মা কহ 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 ବାପା ମାଲୋ ତମେ ଯଦି ହଁ କହିବ ତାହେଲେ ମୁଁ କହିବି ବାପା। ଆରେ ମା ହଁ ଆରେ ତୋ କଥା ଯଦି ଯୋଗ୍ୟ ହୋଇଥିବ ତାହେଲେ ତୋତେ କଦାପି ମନା କରିପାରିବେନି। ବାପା ଆଉ ତୋ କଥା ଯଦି ମତେ ଭଲ ଲାଗିବନି ମୁଁ ତୋତେ ନିଶ୍ଚୟ ମନା କରିବି। ବାପା ଆସନ୍ତାକାଲି ଦେବଦେବ ମହାଦେବଙ୍କ ଜାଗର ଅଛି ବାପା। ହରେ ମା ମତେ ଅନୁମତି ଦିଅ ବାପା, ମୁଁ ଚାଲିଯିବି ସେଇ ଉପବନକୁ ସ୍ୱର୍ଣ୍ଣ ଚମ୍ପା ଫୁଲ ପାଇଁ। ହେ ମା ବାପା ଆରେ ଏଇ କ୍ଷଣି ଚାଲି ଆସିଛୁ ଖେଳାବୁଲା କରି ପୁଣି ଚାଲିଯିବୁ ସେଇ ଘର କାରଣ ମଧ୍ୟକୁ ସେଇ ସ୍ୱର୍ଣ୍ଣ ଚମ୍ପା ଫୁଳ ପାଇଁ। ହଁ ବାପା। ଏ ମା ବାପା ଆରେ ତୁ ହଉଛୁ ଝିଅ ପିଲାଟା। ଝିଅ ପିଲା ମାନେ ସେ ଘର କାରଣ ମଧ୍ୟକୁ ଯିବାର ଜମାରୁ ଉଚିତ ହବନି। ମୁଁ ଏକୁଟିଆ ଯାଉନି ବାପା, ସଖୀ ସହିତ ଯାଇ ଫେରି ଆସିବି। ହ୍ୟାଲୋ ଏ ମା ବାପା ଆରେ ସଖୀ ସହଚରୀ ମାନେ ମଧ୍ୟ ଝିଅ ପିଲା। ଆଉ ଝିଅ ପିଲା ହେଇ କେମିତି ଘୋର କାରଣ ମଧ୍ୟକୁ ଯିବ? ସେ କାରଣ ମଧ୍ୟରେ ଅନେକ ହିଂସ ଜନ୍ତୁ ମାନେ ରହନ୍ତି। ସେ ଜଙ୍ଗଲକୁ ମୁଁ ତୋତେ ଜମାରୁ ଯିବାକୁ ଦେବିନି। ସାରେ ମୁଁ ଶୁଣିବାକୁ ପାଇଛି ସେଇ ସ୍ୱର୍ଣ୍ଣ ଚମ୍ପା ପୁଷ୍ପ ଉଦ୍ୟାନରେ ନାଗ ଦେବତା ଥାନ୍ତି ସା ଶୁଣିଲୁ ରୋମିଓ କଣ କହିଲେ? ଶୁଣିଲୁ ଆରେ ସେ ସ୍ୱର୍ଣ୍ଣ ଚମ୍ପା ଗଛ ମୂଳରେ କୋଉଠି ନାଗ ଦେବତା ରହନ୍ତି। ହେଲେ ଆମେ ଦେଖିକି ତଳିବୁ ବାପା। ତଥାପି ବାପା ତଥାପି ମୁଁ କହୁଛି ମୁଁ ତତେ ସେ ପୁଷ୍ପ ଉଦ୍ୟାନକୁ ଯିବା ପାଇଁ ଜମାରୁ ଅନୁମତି ଦେବିନି। ବାପା ଆରେ ମା हे पूज्य पियारा विनती मोहर प्रकाश तबारा। हे पूज्य पियारा विनती मोहर प्रकाश तबारा। सहचरी साथ जीवी मुक्तानन, सहचरी साथ जीवी मुक्तानन दिया तारा। हे पूज्य पियारा विनती मोहर प्रकाश तबारा। हे पूज्य पियारा विनती मोहर प्रकाश तबारा। सन चंपा फूला आनिबा तकासे जीवी मुघर बनरा। सन चंपा फूला आनिबा तकासे जीवी मुघर बनरा। चढ़ाई भी जाई आराम का पाया रे, चढ़ाई भी जाई आराम का पाया रे। कृपाहे बेटी शंकर के पूज्य पियारा विनती मोहर प्रकाश तबागर। के पूज्य पियारा विनती मोहर प्रकाश तबागर।
ଆରେ ମା ବାପା ଆରେ ଆମ ବଗିଚାରେ ଯାହା ସବୁ ଫୁଲ ଅଛି ହଁ ସେ ଫୁଲ ତୋଳି ଆଣି ଦେବଦେବ ମହାଦେବଙ୍କୁ ପୂଜା କରି କଣ ସେ ପ୍ରସନ୍ନ ହେବେ ନାকি? ନାଇଁ ବାପା ପ୍ରସନ୍ନ ହେବିନି। ତାହେଲେ ତୋତେ ନିଶ୍ଚୟ ସେ ସ୍ୱର୍ଣ୍ଣଚମ୍ପା ଫୁଲ ହିଁ ଦରକାର। ହଁ ବାପା ହେଲେ ମା ବାପା ମୁଁ କହିଦଉଛି ତୋତେ ସେ ଘର କାରଣ ମଧ୍ୟକୁ ଯିବା ପାଇଁ ଜମାରୁ ଅନୁମତି ଦେଇପାରିବିନି ପାରିବିନି ପାରିବିନି। ବାପା ତମେ ଯଦି ମତେ ଅନୁମତି ନ ଦେଇଛ ନା ବାପା ମୁଁ ତମ ସହିତ ଜମାରୁ କଥା ହେବିନି କଥା ହେବିନି କଥା ହେବିନି। ଆରେ ମା ଆଲୋ ମାଏ ତନୁ ଦେଇ ଆରେ ରାଗରୁ ସା ଅଭିମାନ ସବୁ ଛାଡ଼ିଦେଲ ମା। ସାରେ ଆପଣଙ୍କ ଏକମାତ୍ର ଅଲିଅଳ ଝିଅକୁ ମନ ଦୁଃଖ କରୁଛନ୍ତି ସାର୍। ନାଇଁ ସାର୍ ଭଲ ନୁହଁ। ଆରେ ତନୁ ମାଙ୍କୁ ଅନୁମତି ଦେଇ ଦିଅନ୍ତୁ ସେଇ ପୁଷ୍ପ ଉଦ୍ୟାନକୁ ଯାଆନ୍ତୁ। ହେ ରମେୟ ସାର୍ ଆରେ ତୁ ପରା ଏକ ଛଡ଼ି କହିଛୁ ସାର୍ ସେଇ ସ୍ୱର୍ଣ୍ଣଚମ୍ପା ଗଛ ମୂଳରେ କୁଆଡ଼େ ନାଗ ଦେବତା ରହନ୍ତି। ଆରେ ଥାନ୍ତି ହଁ ପୁଣି ସାର୍। କହୁଛୁ ଅନୁମତି ଦେଇଦିଅ। ହଁ ସାର୍ କଥା କ'ଣ କି ଆମ ତନୁ ଦେଇ ସାଧାରଣ କାମରେ ଯାଉନାହାନ୍ତି। ଆରେ ସେଇ ସ୍ୱର୍ଣ୍ଣଚମ୍ପା ପୁଷ୍ପ ଆଣିଲେ ସୁନା ଦେବଦେବ ମହାଦେବଙ୍କୁ ଅର୍ପଣ କରିବେ। ଆଉ ମହାଦେବ ପ୍ରସନ୍ନ ହେଲେ ସିନା ଆମ ତନୁ ମାଙ୍କୁ ସୁନ୍ଦରିଆ ବରଟେ ମିଳିବ ସାର୍। ହଉ ଠିକ ଅଛି ରମେୟ ତୁ ଯେତେବେଳେ କହୁଛୁ ମୋ ଝିଅକୁ ମୁଁ ଅନୁମତି ଦେଇଦଉଛି। ଆରେ ମା ତନୁ ଆରେ ମା ଆରେ ଆମ ପାଖକୁ ଆ। ଆୟାଡ଼େ ୟାଡ଼େ ୟାଡ଼େ ଆ। ଆରେ ମା ଆ ପାଖକୁ ଆ ମାଲୋ। ଆରେ ଆଜି ପର୍ଯ୍ୟନ୍ତ କେବେ ହେଲେ ତୋ ମନଟା ମୁଁ ଉଡ଼ା କରେ। ତୁ ଆଜି ପର୍ଯ୍ୟନ୍ତ ଯାହା ସବୁ ମାଗିଛୁ ସବୁ ତୋତେ ଗୋଟି ଗୋଟି କରି ଦେଇଛି। ସାର୍ ଆଉ ଆଜି ସାମାନ୍ୟ ସେ ସ୍ୱର୍ଣ୍ଣଚମ୍ପା ଫୁଲ ପାଇଁ ଘୋର କାରଣ ମଧ୍ୟକୁ ଯିବା ପାଇଁ ତୁ ଯେତେବେଳେ ଅନୁମତି ମାଗିଛୁ ହଁ ସାର୍। ମୁଁ କଣ ତୋ ମନ ଉଡ଼ା କରିପାରିବି? ନାଇଁ ନାଇଁ ନାଇଁ। ହରେ ମା ମୁଁ ଫୁଲ କଣ ଯିବି ବାପା? ତ ନିଶ୍ଚିନ୍ତ ମନରେ ସେ ପୁଷ୍ପଦିନକୁ ଯାଇ ସେଇ ସ୍ୱର୍ଣ୍ଣଚମ୍ପା ଫୁଲ ତୋଳି ଆଣି ଦେବଦେବ ମହାଦେବଙ୍କୁ ପୂଜା କରିବୁ ରେ ମା। କିନ୍ତୁ ଗୋଟାଏ କଥା ମନେ ରଖ ସେ ଘର କାରଣ ମଧ୍ୟକୁ ଅନେକ ଦୂରକୁ ଯିବନି। ଆଜି ବୁଝିଲେ ଆରେ ଯୋଉଠି ସେ ସ୍ୱର୍ଣ୍ଣଚମ୍ପା ଗଛ ଅଛି ସେଇଠାରୁ ସେ ସ୍ୱର୍ଣ୍ଣଚମ୍ପା ଫୁଲ ତୋଳି ଆଣି ଅବିଳମ୍ବ ଚାଲି ଆସିବୁ ତୋ ପିତାଙ୍କ ସମ୍ମୁଖେ। ତାହେଲେ ମତେ ଅନୁମତି ଦିଅ। ଠିକ ଅଛି ରେ ମା। ସାରେ अरे तू कहिल बोली ओ ଝିଅକୁ ମୁଁ ସେଇ ଘର କାରଣ ମଧ୍ୟକୁ ଯିବା ପାଇଁ ଅନୁମତିଟା ଦେଇଦେଇଛି। ସାର୍ ହଁ ସାର୍ ହେଲେ ସେମାନେ ହଉଛନ୍ତି ଝିଅ ପିଲା। ହଁ ସାର୍ ଝିଅ ପିଲାମାନେ ଯେତେବେଳେ ସେଇ ଘର କାରଣ ମଧ୍ୟକୁ ଯାଉଛନ୍ତି ସାର୍ ସେ କାରଣ ମଧ୍ୟରେ କିଛି ଅମଙ୍ଗଳ ଘଟିବନି ତ? ନାଇଁ ସାର୍ ନାଇଁ ନାଇଁ କିଛି ଅସୁବିଧା ହବନି ସାର୍। ତଥାପି ମୁଁ କହୁଛି ମୋ ଝିଅ ସହିତ ତୋତେ ମଧ୍ୟ ସେଇ ଘର କାରଣ ମଧ୍ୟକୁ ଯିବାକୁ ପଡ଼ିବ। ଇରେ ବାପା ଏତେ ବଡ଼ ଦାୟିତ୍ୱ ମୋ ଉପରେ। ହରେ ରମେଶ ସାର୍ ହରେ ତନୁ ଯେତେବେଳେ ମୋ ଝିଅ ହଁ ସାର୍ ଆରେ ତୋର କ'ଣ ଏତେ ଦାୟିତ୍ୱ ହବନି କି? ହବ ସାର୍ ହବ ହବ। କିନ୍ତୁ ଗୋଟାଏ କଥା ମନେ ରଖିବ କ'ଣ କି ସାର୍? ମୋ ଝିଅ ତନୁ ଯେମିତି ତୋତେ ଚିହ୍ନି ପାରିବନି। ତା ମାନେ ତମ କହିବା ଅନୁସାରେ ଗୋଟେ ଛଦ୍ମବେଶ ଧାରଣ କରିକି ଯିବାକୁ ପଡ଼ିବ। ତୋତେ ଛଦ୍ମବେଶ ହେଇ ମୋ ଝିଅର ସବୁବେଳେ ପାଖେ 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 ରହିବାକୁ ପଡ଼ିବ। ହଁ ସାର୍ ହଁ ସାର୍ ତାହେଲେ ମୋ ଝିଅ ତ ଚାଲି ଯାଇଛି ସେ ଘୋର କାରଣ ମଧ୍ୟକୁ। ହଁ ସାର୍ ତା ସହିତ ତୁ ମଧ୍ୟ ଚାଲିଯା। ହଁ ସାର୍ ଯାଉଛି ସାର୍ ଏଇ କ୍ଷଣି ଚାଲି ଯାଉଛି। ଠିକ ଅଛି। Thank you.